ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ଆଜିର ଯେଉଁ ରେସିପି ପୋଟଳ ଆଳୁ ମସଲା ରସା, ଆପଣ ଜାଣିଛନ୍ତି କି ଏ ରେସିପିଟା ମାଂସ ତରକାରୀଠୁ ଅଧିକ ସୁଆଦିଆ, ପୁରା ମଟନ ତରକାରୀ ପରି ଲାଗିବ। ଯଦି ପୋଟଳ ଆଳୁ ଏମିତି ଲାଗେ ତାହେଲେ ଯିଏ ନ ଖାଇବା ଲୋକ ନା ସେ ମାଗି ମାଗିକି ଖାଇବେ। ଆଉ ବାସ୍ନା ବାସ୍ନା କଥା ତ କ'ଣ କହିବି, ଯେତେବେଳେ ଆପଣ ପ୍ରସ୍ତୁତ କରିବେ ବାସ୍ନା ପୁରା ମହକିଯିବ। ତ ସାଙ୍ଗମାନେ ଏ ରେସିପିଟା ଚାଲନ୍ତୁ ଷ୍ଟାର୍ଟ କରିବା। ତା ପୂର୍ବରୁ ଯଦି ଆପଣମାନେ ଚ୍ୟାନେଲରେ ନୂଆ, ପ୍ରଥମେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଦେଖନ୍ତୁ ମୁଁ କିଛି ପୋଟଳ ଆଳୁ ନେଇଛି, ତାକୁ ଭଲ ଭାବରେ ଧୋଇକିରି ଏମିତି ଛୋଟ ଛୋଟ କରି କାଟିଛି, ବେଶୀ ବଡ଼ କରି କାଟିବେନି। ତାପରେ ଗୋଟେ ଶୁଖିଲା ମସଲା ବନେଇବା। ଶୁଖିଲା ମସଲା ପାଇଁ କଡ଼େଇକୁ ଅଳ୍ପ ଗରମ କରିବେ। ତା ଦେହରେ କିଛି ଗୁଜୁରାତି ଆଉ କି ଡାଲଚିନି, ଜାଇଫୁଲ, ତାପରେ ଏଠି ମୁଁ ଦେଇଛି ଗୋଟେ ତେଜପତ୍ର, କିଛି ଅଳେଇଚ, କିଛି ଲବଙ୍ଗ, ଆଉ ଏଇଠି ଦେଇଛି କିଛି ଭୃଷଙ୍ଗ ପତ୍ର। ଭୃଷଙ୍ଗ ପତ୍ରକୁ ଭଲ ଭାବେ ଧୋଇକିରି ପୁରା ଭଲସେ ପୋଛି ନେବେ। ତାପରେ ଏଇଠି ଦେଇଦେବେ। ତାପରେ କ'ଣ କରିବେ, ଅଳ୍ପ ପୁରା ଆଞ୍ଚ, ଗ୍ୟାସ୍ର ଆଞ୍ଚ ପୁରା ଲୋ ଫ୍ଲେମ୍ ରଖିବେ। ତାପରେ ଧୀରେ ଧୀରେ ଆକୁ ଭାଜିବେ, ପୁରା ଲୋ ଫ୍ଲେମ୍, ପୁରା ଉଷୁମରେ ଏ ଭଜା ହେବ। ବେଶୀ ଗରମ କରିବେନି, କଲର୍ ଯେମିତି ଚେଞ୍ଜ ନ ହୁଏ। ତ ଏମିତି ଧୀରେ ଧୀରେ ଭାଜିବେ। ହଁ, ଚକ୍ର ଫୁଲ ବି ଦୁଇଟା ଦେଇଛି ସାଙ୍ଗମାନେ। ତ ଏଇଠି କ'ଣ କରିବା, ଆକୁ ଭଲସେ ଭାଜିକିରି ଅଳ୍ପ ସମୟ ପାଇଁ ଭାଜିବେ, ବେଶୀ ଅଧିକା ସମୟ ପାଇଁ ଭାଜିବେନି। ତାପରେ ମୁଁ ଆକୁ କାଢ଼ିକି ରଖିଦେଇଛି ସାଇଡ଼୍ରେ। ସେଇ କଡ଼େଇରେ କିଛି ତେଲ ଦେଇଛି। ତେଲ ଦେହରେ କିଛି ପିଆଜ, ଆଉ କିଛି ରସୁଣ, ଆଉ କିଛି ଅଦା, ଟିକେ ଲୁଣ ଦେଇକିରି ଆକୁ ଭାଜି ନେବା। ଯେତେବେଳେ ଲୁଣ ଦେଇ ଭାଜିବେ ଭଲ ଭାବରେ ପିଆଜ, ରସୁଣ, ଅଦା ସିଝିଯିବ। ତାର ଯେଉଁ ପାଣି ଅଂଶଟା ଆସିବ ବାହାରିବ, ସେଇଥିରେ ସବୁ ଜିନିଷ ସିଝିଯିବ। ଆକୁ ଭାଜି ସାରିକି ତାପରେ ଆମେ ଆକୁ କାଢ଼ି ନେବା। କିନ୍ତୁ ଏଇଠି ଭାଜିଲା ବେଳେ ସାଙ୍ଗମାନେ ଦୁଇଟା ଟମାଟର ବ୍ୟବହାର କରିବା। ଯେଉଁ ଟମାଟରକୁ ଏଇଠି ପକାଇକି ଗୋଟା ଭାଜି ନେବା। ଟିକେ ତେଲରେ ଭାଜିଦେଲେ ଟମାଟରର ସ୍ୱାଦଟା ବଢ଼ିଯାଏ। ତ ଏଇଠି ଦେଖନ୍ତୁ ଏମିତି ହାଲକାରେ ଭାଜି ନେବା। ସାଙ୍ଗମାନେ ଯଦି ରେସିପିଟି ଭଲ ଲାଗେ ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ ନିଶ୍ଚିନ୍ତ କରିବେ। ତ ଦେଖନ୍ତୁ ଟମାଟର ଏଇଠି ଭାଜି ହେଇଗଲାଣି। ତ ପ୍ରଥମେ ଆମେ ଟମାଟରକୁ କାଢ଼ିଦେବା, ଥଣ୍ଡା କରିବା ପାଇଁ ରଖିବା। ତାପରେ ଟମାଟରର ଚୋପାଟା ବାହାର କରିଦେବା। ତାପରେ କିଛି ସମୟ ଏଇଠି ପିଆଜକୁ ଆମେ ଭାଜିଲୁ। ପିଆଜ, ରସୁଣ, ଅଦା ବି ଭାଜି ହେଇଗଲାଣି, ଗୋଲ୍ଡେନ୍ ଫ୍ରାଏ ହେଲାଣି। ବେଶୀ କଡ଼ା ଭାଜିବାନି, ଯେଉଁଟାକି ସ୍ୱାଦ ଭଲ ରହିବନି। ତ ଏମିତି ଭାଜିବା। ତାପରେ ଆକୁ କାଢ଼ି ନେବା ବାହାରକୁ, ଗୋଟେ ପ୍ଲେଟ୍ ସାହାଯ୍ୟରେ କାଢ଼ି ନେବା। ସାଙ୍ଗମାନେ ଏ ରେସିପିର ସ୍ୱାଦ ଏତେ ବଢ଼ିଆ, ଆପଣ ସବୁବେଳେ ପୋଟଳ ହିଁ ଆଣିବେ ଆଉ ଏଇ ରେସିପି ହିଁ ବନେଇବେ। ଆଉ ଏ ରେସିପି ବହୁତ ହି ଭଲ ଲାଗେ ଖାଇବା ପାଇଁକି, ପାଟିକି ତ ସ୍ୱାଦ ଲାଗେ। ଆର ତେଲ ଅଂଶ ବି ଆପଣ କମ୍ ବେଶୀ ତେଲ ବି କରିପାରିବେ, ଆଉ କ୍ୱାଣ୍ଟିଟି ବି କମ୍ ବେଶୀ କରିପାରିବେ। ପୋଟଳ ଆଳୁର କ୍ୱାଣ୍ଟିଟି କମ୍ ବେଶୀ କରିପାରିବେ। ତ ଏଇଠି ଦେଖନ୍ତୁ ଆମେ ଏଇଠି ପିଆଜ, ରସୁଣ, ଅଦାକୁ ତେଲରୁ କାଢ଼ି ନେଇଛୁ। ସାଙ୍ଗମାନେ କମେଣ୍ଟ ବକ୍ସ ଗୋଟେ ଜରିଆ ଆପଣମାନଙ୍କ ସାଙ୍ଗରେ ଯୋଡ଼ି ହେବା ପାଇଁ। ତ କମେଣ୍ଟ ବକ୍ସରେ ସାଙ୍ଗମାନେ ଛୋଟ ଅନୁରୋଧ, ମୋତେ ନିଶ୍ଚିନ୍ତ ଜଣାଇବେ କେଉଁଠୁ ଦେଖୁଛନ୍ତି, ଆଉ ଆପଣମାନେ ଏ ରେସିପିଟା କେବେ ବନାଉଛନ୍ତି, ଆଉ ଯଦି ଏବେ ବନାଉଛନ୍ତି ଆପଣଙ୍କର କେମିତି ରେସିପିଟା ପ୍ରସ୍ତୁତ ହେଇଛି। ତ ସାଙ୍ଗମାନେ ପ୍ରଥମ କରିବେ ଯଦି ଆପଣ ବନେଇବେ, ଏ ରେସିପି ବହୁତ ବଢ଼ିଆ ବନିବ। ତ ଚାଲନ୍ତୁ ଦେଖନ୍ତୁ ମୁଁ ସବୁ କାଢ଼ି ନେଇଛି। ତାପରେ କ'ଣ କରିବି, ଏଇ ତେଲ ଦେହରେ ଆମେ ଆଳୁ ପୋଟଳକୁ ପକାଇଦେବା। ଯେତିକି କ୍ୱାଣ୍ଟିଟିର ଆପଣ ଆଳୁ ବ୍ୟବହାର କରିଛନ୍ତି ସେତିକି କ୍ୱାଣ୍ଟିଟିର ଦେଖନ୍ତୁ ଏକା ସାଙ୍ଗରେ ମୁଁ ପକାଇ ଦେଉଛି। ଆପଣ ଚାହିଁଲେ ଅଲଗା ଅଲଗା ଭାଜି ପାରିବେ, କିନ୍ତୁ ମୁଁ ଏଇଠି ପୋଟଳ ଆଳୁକୁ ଏକା ସାଙ୍ଗରେ ପକାଇକି ଭାଜି ନେଉଛି। ତ ଏଇଠି ଭଲସେ ତେଲ ଦେହରେ ଗୋଳେଇକି ଆମେ ଘୋଡ଼େଇ ଦେବା ଯେ ପର୍ଯ୍ୟନ୍ତ ଏ ଭାଜି ହେଇନି। ଲୁଣ ହଳଦୀ ବିଲକୁଲ ଦେବେନି। ଲୁଣ ଦେଲେ ପୁରା ପୋଟଳ ନରମ ହେଇଯିବ, ଆଉ ତାର ସ୍ୱାଦ ପୁରା ଏକଦମ ନରମ ହେଇଯିବ। ଆଉ ହଳଦୀ ଦେଲେ ତେଲ ପୁରା ଟାଣି ନେବ। ତ ଏଇଠି ଘୋଡ଼େଇକିରି ଭାଜିବା ପାଇଁ ବସେଇଦେଲୁ। ତ ଚାଲନ୍ତୁ ନେକ୍ସଟ ପ୍ରୋସେସ୍ କରିବା। ନେକ୍ସଟ ପ୍ରୋସେସ୍ କ'ଣ, ଆମେ ଯେଉଁ ଶୁଖିଲା ମସଲାଟା ବନେଇଥିଲେ ତାକୁ ଥଣ୍ଡା କରିବା ପାଇଁ ରଖିଥିଲି, ସେଇଟାକୁ ଆମେ ଗୁଣ୍ଡ କରିନେଲେ। ଖଣ୍ଡ ଖଣ୍ଡ କରି ଗୁଣ୍ଡ କରିବା, ପୁରା ଫାଇନ୍ ବାଲା ପାଉଡ଼ର କରିବେନି।
तो देखंतु गुंड कर सारा पर ताको सांगे सांगे कौन एयर कंटेनर डब्बारे पूरे नेबे। तो देखंतु तार एयर पास न करिया दरकार, बास्ना न उड़िया दरकार। तापर देखंतु जो मसलाटा आम पियाज रसुण अदा भाजिकी रखी से को से मिक्सी जार देदेली। टमाटर 2टा चोपा छड़े देदेली। किछि कंचा बादाम देइछि, किछि चारू मगज आउ किछि काजू देकी भल भावे बाटी नहीं पूरा चिकन की। ता भितरे पोटल आलू भी पूरा भाजी हो जाइए। सांग मैंने एमती देखंतु पूरा ठीक टाइम रे पोटल आलू भाजिकी रेडी हो जावा संगे संगे आमर सबू प्रोसेस भी रेडी हो जाइए। तापरे कौन करवा ए जो मसला को आमे बाटिले तो ये मसला को ये पोटल आलू देहरे देदबा। जेतिकी तेल आमे प्रथम व्यवहार करथिले सेई तेल रे सबू जाक प्रोसेस आमर हो गला। बेसी तेलर व्यवहार हेलानी। तो ये देखंतु सांग माने मसला को दे सारा पर पोटल रे टिके पानी मिसेकी दे देछि। ए जो मसला बटा जार रे बहुत सारा मसला लगी थिला परा। तो से मसला गुड़ाक वेस्ट हो ना, नष्ट हो जदि आम एथरे न दबा। तो मु एठी दे देछि पानी टिके मिसेई। तापर देछि किछि जीरा गुंड अध चामच, धनिया गुंड अध चामच, आउ मीट मसला अध चामच, लुण स्वाद हिसाब रे, हलदी गुंड अध चामच, टिके रागवाला लंका गुंड आउ 1 चामच पाखापाखि काश्मीरी चिली देछि टिके कलर पाइंकी। ए सब को देकी भल भाव रे गोळै नबा। आउ टिके पानी देकी कसिबा काईकि ना ए मसलार स्वादटा पोटल आलू भितर को आसीबा पर्यंत आमे टिके कसिबा। तो ये अल्प टिके पानी दे देछि। पानी देकी एठी टिके भल भाव रे गोळै नबा। तो ये देखंतु सांग माने आपण जेतिकी पानी देबे एठी सिझिबा पाई के देबे। तो एठी आउट घोड़े सारा पर 2 मिनट आम छाड़ीदबा। तो ये देखंतु सांग माने केते बढ़िया से सिझी गलानी। आउ एठी आपण चाहिए ग्रेवी जदि बेसी रखिया को चाहिए तो अधिका टिके पानी देइथिबे, नले खाली मसला टिके रखिया पई चाहिए तो अल्प पानी देबे। आलू देखंतु केते बढ़िया से सिझी जाइए। बास्ना तो पूरा घर महकुची सांग माने। तापरे जो गुंड मसला बनै थे से गुंड मसलार मु अध चामच देइछि। अध चामच दे घोड़े देइछि बास्ना जेमते बाहर को न जीवो। आपण 10 रु 15 मिनट घोड़े देबे। तापरे ताकू व्यवहार करिवे खाइबा पई कि। सांग माने आजिर ए रेसिपी केमती लागिला मते निश्चिंत जणेबे। आ गोटे सिक्रेट शेयर करछि सांग माने, आज ए रेसिपी जेतले बनेली घर पाखर जणे मौसा आसी कहले झियो आज तमर कोन बनौछ एते बासुची। मटन तरकारी भी एमती बासेनी जेमती आपणकर ए रेसिपीटा बासुची। तो सांग माने आपणकर केमती ए रेसिपीटा बास्ना होउची, केते स्वाद आसुची तो मते निश्चिंत जणेबे। आपणको कमेंट अपेक्षा रे रहिली। आज पे एतिकी रहुची, पुणी देखाबो नुआ एक रेसिपी सहित। जय जगन्नाथ।